ପିଲାମାନେ ତମେ ସବୁ ତ ଜାଣିଛ ଆମ ସୌରଜଗତର ସୂର୍ଯ୍ୟ ଯିଏକି ଆମକୁ ଅନାଦି କାଳରୁ ଶକ୍ତି ଯୋଗାଇ ଆସୁଛି। ରାତିର ଆକାଶରେ ଯେଉଁ ଅଗଣିତ ତାରା ତମେମାନେ ଦେଖ ସେ ସବୁ ପୁଣି କେମିତି ଚମକେ? ସେମାନଙ୍କ ଦେହରେ ଶକ୍ତି ପୁଣି କିଏ ଉତ୍ପନ୍ନ କରାଏ? ଏହା ବି ତମ ମନରେ ପ୍ରଶ୍ନ ଉଠୁଥିବ। କେମିତି ସୂର୍ଯ୍ୟ ବର୍ଷ ବର୍ଷ ଧରି ଉଜ୍ଜ୍ୱଳ ରହିଛି? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଚାଲ ଜାଣିବା ସୂର୍ଯ୍ୟଙ୍କ ପାଖରେ ଶକ୍ତିର ଉତ୍ସ କେଉଁଠୁ ଥାଏ। ଓଃ, ଆଜି ଏତେ କ'ଣ ଶୀତ ମ! ଏ ରୋମିଟା କୁଆଡ଼େ ଗଲା? ରୋମି, ଏଇ ରୋମି! ଅପା, ମୁଁ ଛାତ ଉପରେ ଖରାରେ ବସିଛି। ଆରେ, କେତେବେଳେ ଯାଇ ଖରାରେ ବସିବୁ? ଏଯାଏଁ କ'ଣ ଥଣ୍ଡା ଲାଗୁଛି ତତେ? ନାଇଁ ଅପା, ଏମିତି ବସିଛି, ଭଲ ଲାଗୁଛି। ଆରେ, ଖାଲି ଦେହରେ କାହିଁ ବସିଛୁ? ଚାଦରଟା ଘୋଡ଼େଇ ହେଇ ପଡ଼। ଅପା, ଶୀତଦିନେ ଖରାରେ ବସିବାକୁ କେତେ ମଜା ଲାଗୁଛି। ଏ ଖରା ଗରମ କୋଉଠି ଆସୁଛି? ଆରମ୍ଭ ହୋଇଗଲା ପ୍ରଶ୍ନ ପଚାରିବା। ସୂର୍ଯ୍ୟ ଭିତରେ ବୋଧହୁଏ ଚୁଲି ଜଳୁଥିବ। ଚୁଲି? କେତେ ବଡ଼ ଚୁଲି ଯେ ତାର ତେଜ ଏଯାଏଁ ବି ପହଞ୍ଚୁଛି। ପୁଣି ଏମିତି ଚୁଲି ଯେ କୋଟି କୋଟି ବର୍ଷ ଧରି ଜଳୁଛି। ହଁ, ଆଚ୍ଛା, ଭାଇକୁ ପଚାରିଲେ ସେ ଭଲ ଭାବରେ ବୁଝେଇଦେବ। ଆଚ୍ଛା, ଟିକେ ରହ, ମୁଁ ନା କବାଟଟା ତଳୁ ବନ୍ଦ କରିଦେଇ ଆସେ। ହଉ ଅପା। ରୋମି, ରୋମି! ଓ, ତୁ ଲିପି ଆସିଲୁ? ଦିବ୍ୟା ଆପା, ରୋମି କୁଆଡ଼େ ଯାଇଛି କି? ଘରେ ଥିଲାବେଳେ ତ କାହିଁ ଜଣା ପଡ଼ୁନି। ତାକୁ ଭାରି ଶୀତ କରୁଛି। ସକାଳୁ ସକାଳୁ ନା ଯାଇକି ଛାତ ଉପରେ ଖରାରେ ବସିଛି ପରା। ଲିପି, ଆସୁନୁ ଛାତ ଉପରକୁ ଯିବା। ଆରେ ରୋମି, ଏତେ ସକାଳୁ ଗାଧେଇ ଆସି ଏଠି ଖରାରେ ବସି କ'ଣ କରୁଛୁ? ଆରେ ଲିପି, ତୁ କେତେବେଳେ ଆସିଲୁ? ନାଇଁ ଯେ, ଏଇ ମୋର ଜ୍ୟାମିତି ବହିଟା ଦରକାର ଥିଲା ତ ଆସିଛି ତୋରି ପାଖରୁ ନେବା ପାଇଁ। ତୁ ଏଠି ସକାଳୁ ସକାଳୁ ବସି ଖରାରେ କ'ଣ ଭାବୁଛୁ? ନାଇଁ, ମୁଁ ଭାବୁଛି ସୂର୍ଯ୍ୟ ଦେହରେ ଏତେ ତାପମାତ୍ରା କୋଉଠୁ ଆସୁଛି? ଅପା କହୁଥିଲା ଯେ ସେଠି କିଛି ଚୁଲି ଜଳୁଛି। ଚୁଲି ଜଳୁଛି? କାଇଁ ଆମ ଦିଦି ତ ଏକଥା କେବେ ବି କହିନାହାନ୍ତି। ସେଇ କଥା ତ ମୁଁ ବି ଭାବୁଛି। ତୋ ଭାଇ ତ ପଦାର୍ଥ ବିଜ୍ଞାନ ନେଇ କଲେଜରେ ପଢ଼ୁଛନ୍ତି, ତାଙ୍କୁ ତୁ ପଚାରୁନୁ, ସେ କହିଦେବେ। ହଁ, ଦିବ୍ୟାପା ବି ସେଇଆ କହୁଥିଲା। ଆରେ ଲିପି, ତୁ କେତେବେଳେ? ଭାଇ, ଏବେ ସାଙ୍ଗେ ସାଙ୍ଗେ ଆସିଲି। ରୋମି କହୁଛି ସୂର୍ଯ୍ୟଙ୍କ ଦେହରେ କୁଆଡ଼େ ଗୋଟେ ଚୁଲି ଜଳୁଛି। ମୁଁ କହୁନି ଭାଇ, ଅପା କହୁଥିଲା। ତୋ ଅପା ଠିକ୍ କହିଛି। ସୂର୍ଯ୍ୟ ଦେହରେ ଚୁଲି ଜଳୁଛି, ତା ପୁଣି କୋଟି କୋଟି ବର୍ଷ ଧରି। କିନ୍ତୁ ତୁ ଯେମିତି ଚୁଲି ଭାବୁଛୁ ସେମିତି ନୁହେଁ। ଏଥିରେ କୋଇଲା ବା କାଠ ଜଳେନି। ହଁ, କୋଇଲା କି କାଠ ଚୁଲି ହୋଇଥିଲେ ତ କେବେଠୁ ସରିଯାଆନ୍ତାଣି, ଆଉ ସୂର୍ଯ୍ୟ ବି ଥଣ୍ଡା ହୋଇଯାଆନ୍ତାଣି। କିନ୍ତୁ ସୂର୍ଯ୍ୟ ତ ଆମକୁ କେବେଠୁ ତାପ ଦେଉଛି। ଶୁଣ, ଏହାର କାରଣ ହେଉଛି ଯେଉଁ ଚୁଲିରେ ସୂର୍ଯ୍ୟ ଜଳୁଛି ତାହା କୋଇଲା କି କାଠ ଚୁଲି ନୁହେଁ। ତାହେଲେ ଭାଇ ସେଠି କ'ଣ ଜଳୁଛି? ସେଇଟା ନାଭିକୀୟ ଚୁଲି। ନାଭିକୀୟ ଚୁଲି? ହଁ ରୁମି, ସୂର୍ଯ୍ୟ ଗୋଟିଏ ବହୁତ ବଡ଼ ନାଭିକୀୟ ସଂଯୋଜକ ରିଆକ୍ଟର। ନାଭିକୀୟ ସଂଯୋଜକ ରିଆକ୍ଟର? କିନ୍ତୁ ତମେ ତ ସେଦିନ କହୁଥିଲ ଯେ ସଂଯୋଜକ ରିଆକ୍ଟର ଏତେ ସହଜ କଥା ନୁହେଁ। ହଁ, ପୃଥିବୀରେ ଏତେ ସହଜ ନୁହେଁ, କିନ୍ତୁ ସୂର୍ଯ୍ୟଙ୍କ ପରି ତାରାଙ୍କ କଥା ଅଲଗା। ଆଚ୍ଛା, କହିଲ ଭାଇ, କ'ଣ ଅଲଗା? ଦେଖ, ବୈଜ୍ଞାନିକମାନେ ସବୁବେଳେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ତାରା, ବିଶେଷ କରି ସୂର୍ଯ୍ୟ ଦେହରେ କେଉଁଠୁ ଶକ୍ତି ଆସୁଛି। ସୂର୍ଯ୍ୟ କ'ଣ ଗୋଟେ ତାରା? ହଁ, ସୂର୍ଯ୍ୟ ଗୋଟିଏ ତାରା। 19ବିଂଶ ଶତାବ୍ଦୀରେ ବୈଜ୍ଞାନିକ ଲର୍ଡ କେଲଭିନ୍ ଏବଂ ହର୍ମାନ ହେଲମଣ୍ଟେଜ୍ କହିଲେ ଯେ ସଙ୍କୋଚନ ଯୋଗୁଁ ତାରାମାନଙ୍କ ଦେହରେ ଏ ଶକ୍ତି ଉତ୍ପନ୍ନ ହେଉଛି। ତାହେଲେ ଭାଇ, ଏଥିରେ ଶକ୍ତି ଆସେ କୁଆଡ଼ୁ? କୌଣସି ତାରା ସଙ୍କୁଚିତ ହେଲେ ସେଥିରେ ଶକ୍ତି କେମିତି ଉତ୍ପନ୍ନ ହେବ? ଶୁଣ, ଏଇ ଦୁଇ ବୈଜ୍ଞାନିକ କହିଲେ ଯେ ତାରାର ପୃଷ୍ଠଭାଗ ତାର କେନ୍ଦ୍ର ଉପରେ ଚାପ ପକାଏ। ଅଧିକାଂଶ ତାରାର କେନ୍ଦ୍ର ଉଦ୍ଜାନ ଏବଂ ହିଲିୟମରେ ତିଆରି ହୋଇଥାଏ, ଏହା ତ ଆମେ ପଢ଼ିଛୁ। ଠିକ୍, ଧୀରେ ଧୀରେ ଏଇସବୁ ବାଷ୍ପର ତାପମାତ୍ରା ବି ବଢ଼ିବାକୁ ଲାଗେ। ଆଉ ଏଭଳି ଗୋଟିଏ ସମୟ ଆସେ ଯେ ଉଦ୍ଜାନ ହିଲିୟମ ବାଷ୍ପ ଏତେ ଗରମ ହୋଇଯାଏ ଯେ ସେଥିରୁ ତାପ ବାହାରିବାକୁ ଲାଗେ। ହଁ ଦିବ୍ୟା, ବୈଜ୍ଞାନିକମାନଙ୍କର ଚିନ୍ତା ସେହିଭଳି ଥିଲା। କିନ୍ତୁ କ'ଣ ଭାଇ? ହେଲେ ଅନ୍ୟ ବୈଜ୍ଞାନିକମାନେ ଏ ଦିଗରେ ଅଧିକ ଗବେଷଣା କରି ଦେଖିଲେ ଯେ ସୂର୍ଯ୍ୟର ତାପମାତ୍ରାର କାରଣ କେବଳ ତାର ସଙ୍କୋଚନ ନୁହେଁ। ଆଉ ଲିପି, ତୁ ସବୁ କଥା ଶୁଣୁଚୁଟି? ହଁ ରୋମି। କାରଣ ଯେତିକି ଶକ୍ତି ସୂର୍ଯ୍ୟଠାରୁ ବାହାରୁଛି ତାକୁ ଉତ୍ପନ୍ନ କରିବା ପାଇଁ
ଆଜିଠୁ 250 କୋଟି ବର୍ଷ ଆଗରୁ ସୂର୍ଯ୍ୟର ଆକାର ପୃଥିବୀର କକ୍ଷପଥ ଭଳି ହୋଇଯାଇଥାନ୍ତା। ତାହେଲେ ତାହେଲେ ଆଉ କ'ଣ? ମୁଁ ଭାବୁଛି ସୂର୍ଯ୍ୟରୁ ଶକ୍ତି ଆଉ କିଛି ଅନ୍ୟ କ୍ରିୟାରୁ ମିଳେ। ମୁଁ ଭାବୁଛି ତାହା ହେଉଛି ନାଭିକୀୟ ସଂଯୋଜନ। ଲିପି, ତୋର ମତ କ'ଣ? ତମେମାନେ ଯାହା କହୁଛ ମୁଁ ସେଥିରେ ଏକମତ। ଆରେ ହେ ରୋମି, ମୁଁ ଜ୍ୟାମିତି ଅଧା କରି ଆସିଛି। ତୁ ସୂର୍ଯ୍ୟଙ୍କ ବିଷୟରେ ଯାହା ଶୁଣିବୁ ମୋତେ ପରେ କହିବୁ। ମୁଁ ଏଥର ଯାଉଛି। ଠିକ୍ ଅଛି, ସ୍କୁଲରେ ଦେଖାହେବା। ହଁ, ଏକଥା ବି ଶୁଣ, ସଙ୍କୋଚନ ତତ୍ତ୍ୱ ବି କିଛି ପରିମାଣରେ ଠିକ୍। କେମିତି ଭାଇ? କାରଣ କୌଣସି ତାରାର ଜନ୍ମ ସମୟରେ ତାର କେନ୍ଦ୍ରର ତାପମାତ୍ରା ଏତେ ବେଶୀ ନଥାଏ ଯେଉଁଠି ଉଦ୍ଯାନର ସଂଯୋଜନ ହୋଇପାରିବ। ତାହେଲେ ଭାଇ ସେହିଭଳି ସ୍ଥିତିରେ ତାରାର ଉପର ପୃଷ୍ଠର ସଙ୍କୋଚନ ହୁଏ ଏବଂ ତାରାର କେନ୍ଦ୍ରର ତାପମାତ୍ରା ନିରନ୍ତର ବଢ଼ିବାକୁ ଲାଗେ। ଏହି ଅବସ୍ଥାରେ ସେହି ତାରାକୁ ଆଦି ତାରା ବା ପ୍ରୋଟୋଷ୍ଟାର କହନ୍ତି। ଆମ ବିଜ୍ଞାନ ଦିଦି ବି ସେଇଆ କହିଛନ୍ତି ଅପା। ପୁରାପୁରି ଠିକ୍। ଏହି ଅବସ୍ଥାକୁ ଆଦି ତାରା କୁହାଯାଏ। ହଁ ରୁମି, ତାରାର କେନ୍ଦ୍ରରେ ତାପମାତ୍ରା ଯେତିକି ବଢ଼େ କେନ୍ଦ୍ରର ବାଷ୍ପ ବାହାର ଆଡ଼କୁ ଚାପ ଦିଏ ଏବଂ ତାରାର ସଙ୍କୋଚନ ଗତିକୁ ନିରନ୍ତର କମାଇ ଚାଲେ। ପ୍ରାୟ 1,10,00,000 କୋଟି ବର୍ଷରେ ତାରାର କେନ୍ଦ୍ରର ତାପମାତ୍ରା ଏତେ ବଢ଼ିଯାଏ ଯେ ସେଠି ମହଜୁଦ ଥିବା ଉଦ୍ଯାନର ସଂଯୋଜନ ଆରମ୍ଭ ହୋଇଯାଏ। ଆଉ ଏହି କ୍ରିୟାରୁ ପ୍ରଚୁର ପରିମାଣର ଶକ୍ତି ଉତ୍ପନ୍ନ ହୁଏ। ଠିକ୍ କହିଛୁ ଦିବ୍ୟା। ତାରାଟି ଏଥର ଆଦି ତାରାରୁ ପ୍ରକୃତ ତାରାରେ ପରିଣତ ହୋଇଯାଏ ଏବଂ ତା ଦେହରୁ ଶକ୍ତି ବାହାରେ। ତାହେଲେ ତମେ କହୁଛ ଯେ ତାରାର ସବୁ ଶକ୍ତି ସେଠାରେ ଚାଲୁଥିବା ସଂଯୋଜନ ପ୍ରକ୍ରିୟାରୁ ଆସୁଛି? ହଁ, ଠିକ୍ ବୁଝୁଛୁ ରୁମି। ଆମ ସୂର୍ଯ୍ୟ ବି ଏହି ଅବସ୍ଥାରେ ରହିଛି ରୋମି। ହଁ ଦିବ୍ୟା, କିନ୍ତୁ କୋଟି କୋଟି ବର୍ଷ ପରେ ଧୀରେ ଧୀରେ ତାରାର ଉଦ୍ଯାନ ଇନ୍ଧନ ସରିବାକୁ ଲାଗେ। ତାହେଲେ ତ ତାରା ଶେଷ ହୋଇଯାଇଥିବ। ନା 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 ରୁମି। ଆରେ ରହ, ଭାଇ କ'ଣ କହୁଛନ୍ତି ଆଗ ଶୁଣୁନୁ। ତାପରେ ହିଲିୟମ୍ ଭଳି ଉଦ୍ଯାନଠାରୁ ଓଜନିଆ ପଦାର୍ଥରୁ ସଂଯୋଜନ ଆରମ୍ଭ ହୋଇଯାଏ ଏବଂ ତାରାରୁ ପୁଣି ଶକ୍ତି ଉତ୍ପନ୍ନ ହେବାକୁ ଲାଗେ। କିନ୍ତୁ ଭାଇ ଶୁଣ ଶୁଣ ଶୁଣ, ତାରାର କେନ୍ଦ୍ରରେ ଥିବା ବାଷ୍ପର ବାହାର ଆଡ଼କୁ ଚାପ କମ୍ ହେବାରୁ ତାରା ପୁଣି ଥରେ ସଙ୍କୁଚିତ ହେବାକୁ ଲାଗେ। ଫଳରେ କେନ୍ଦ୍ରରେ ଥିବା ବାଷ୍ପର ତାପମାତ୍ରା ବଢ଼ିବାକୁ ଲାଗେ। ଆଉ ତାପମାତ୍ରା ବଢ଼ି ବଢ଼ି ଏଭଳି ଏକ ପରିସ୍ଥିତି ଆସିଯାଏ ଯେ ଉଦ୍ଯାନଠାରୁ ଓଜନିଆ ପଦାର୍ଥର ସଂଯୋଜନ ପ୍ରକ୍ରିୟା ଆରମ୍ଭ ହୋଇଯାଏ। ହଁ ଦିବ୍ୟା, କେତେ ହଜାର କୋଟି ବର୍ଷ ସଙ୍କୁଚିତ ହେବା ପରେ ତାରାରେ ଏହିଭଳି ଅବସ୍ଥା ଆସିଯାଏ। ବୁଝିଲୁ ତ ରୋମି? ହଁ, ତାମାନେ ତାରା ସଙ୍କୁଚିତ ହେବାରୁ କେନ୍ଦ୍ରର ତାପମାତ୍ରା ବଢ଼େ। ତାପମାତ୍ରା ଏତେ ବଢ଼ିଯାଏ ଯେ ସେତେବେଳେ ସଂଯୋଜନ ପ୍ରକ୍ରିୟା ଚାଲେ ଏବଂ ସଙ୍କୋଚନ ବନ୍ଦ ହୋଇଯାଏ। ହଁ ରୁମି, ଯେତେବେଳେ ଇନ୍ଧନ ସରିଯାଏ କେନ୍ଦ୍ରରେ ଥିବା ବାଷ୍ପର ବାହାର ଆଡ଼କୁ ଚାପ କମିଯାଏ ଏବଂ ତାରା ପୁଣି ସଙ୍କୁଚିତ ହେବାକୁ ଲାଗେ। ଅର୍ଥାତ୍ ସଙ୍କୋଚନ ପୁଣି ସଂଯୋଜନ ପୁଣି ସଙ୍କୋଚନ ସଂଯୋଜନ। ନା 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 ରୁମି, ଏମିତି ହୁଏନି। ତାହେଲେ କେମିତି ଭାଇ? ଆରେ ତୁ ମେଣ୍ଡେଲିଭ୍ଙ୍କ ପର୍ଯ୍ୟାୟ ସାରଣୀ ଦେଖିଛୁ? ହଁ ଦେଖିଛି, ଆଉ ମନେ ବି ଅଛି। ମେଣ୍ଡେଲିଭ୍ଙ୍କ ପର୍ଯ୍ୟାୟ ସାରଣୀରେ ପରମାଣୁ ଭାଗ 60 ବା ଲୁହା ଯାଏ ପଦାର୍ଥର ହିଁ ଏହିଭଳି ସଂଯୋଜନ ହୋଇ ଶକ୍ତି ଉତ୍ପନ୍ନ ହୋଇପାରେ। ତା ଆଗକୁ ଲୁହାଠାରୁ ଓଜନିଆ ପଦାର୍ଥର ସଂଯୋଜନ ପ୍ରକ୍ରିୟାରେ ଶକ୍ତି ଅବଶୋଷିତ ହୋଇଯାଏ। ଆଉ ଯେଉଁ ପଦାର୍ଥ ଯେତେ ଅଧିକ ଓଜନ ତାର ସଂଯୋଜନ ପ୍ରକ୍ରିୟା ପାଇଁ ସେତେ ଅଧିକ ତାପମାତ୍ରା ଦରକାର ହୁଏ। ଭାଇ ଭାଇ ହଁ କହୁନୁ। ତମେ ଆଜିର ଖବରକାଗଜ ପଢ଼ିଛ? ନା, ପଢ଼ିନାହିଁ। କାହିଁକି? କ'ଣ କିଛି ବିଶେଷ ଖବର ଅଛି କି? ଆଜି ଖବରକାଗଜରେ ବାହାରିଛି ଯେ ଆମ ଭୁବନେଶ୍ୱର ପ୍ଲାନେଟୋରିୟମରେ ସୂର୍ଯ୍ୟ ଉପରେ ଗୋଟିଏ 3D ସିନେମା ଦେଖାଯିବ। ଆରେ ବାଃ, ଏ ତ ବହୁତ ଭଲ କଥା। ଭାଇ, ଆମେ ସେ ସିନେମା ଦେଖିବାକୁ ଯାଇପାରିବା? ଆମେମାନେ? ତମେ ଆଉ ମୁଁ। ଆରେ ଆଉ ମୁଁ? ଠିକ୍ ଅଛି ଭାଇ, ଆମେ ଦିବ୍ୟାପାଙ୍କୁ ଏବଂ ମୋ ସାଙ୍ଗ ଲିପିକୁ ବି ନେଇଯିବା। ହଉ ଠିକ୍ ଅଛି, ଯିବା ଆଉ। ଆଜି ତ ପ୍ଲାନେଟୋରିୟମରେ ବହୁତ ଭିଡ଼ ହୋଇଛି। ବୋଧହୁଏ ସୂର୍ଯ୍ୟ ଉପରେ ସେଇ ଯେଉଁ ସିନେମା ତାରି ଯୋଗୁଁ। ଆରେ ରୋମି କୁଆଡ଼େ ଗଲା? ଲମ୍ବା ଲାଇନ୍ ଲାଗିଛି। ଚାଲ ଆଗେ ଟିକେଟ୍ କରିଦେବା। ତମେ ଦୁଇ ଜଣ ପ୍ରଦର୍ଶନୀ ଦେଖିଲା ବେଳେ ମୁଁ ଟିକେଟ୍ କରିଦେଇଛି। ଆରେ ବାଃ, ବଢ଼ିଆ। ଏବେ ସମୟ ବି ହେଇଗଲାଣି, ଚାଲ ଭିତରକୁ ଯିବା। ଏଇ ରୋମି, ଏଠିକି ଆସେ। ଓଃ, ଅଡିଟୋରିୟମ ଭିତରେ କି ଅନ୍ଧାର। ଏଇ ରୋମି, ଏଠିକି ଆସେ। ଭାଇ, ତମେ ବି ଆସ। ହଁ। ଏଇଠି 3ଟା ସିଟ୍ ଖାଲି ଅଛି। ଭାଇ, ସୂର୍ଯ୍ୟ ତ ଗୋଟିଏ ତାରା ନା?
ହଁ, ସୂର୍ଯ୍ୟ ଆମର ସବୁଠାରୁ ନିକଟତମ ତାରା। ହେ ରୋମି, ପାଟି ବନ୍ଦ କର। ଆଲୁଅ ଲିଭିଗଲାଣି ପରା। ଏବେ ସିନେମା ଆରମ୍ଭ ହବ। ତମାନେ ଦେଖିଲ ସିନେମା? ହଁ ହଁ ଭାଇ। ହଁ ଭାଇ, ସିନେମା କେମିତି ଲାଗିଲା? ବଢ଼ିଆ ଲାଗିଲା ଭାଇ। ଅନେକ ଅନେକ ନୂଆ କଥା ଜାଣିବାକୁ ମିଳିଲା। କ'ଣ ମଜା ଲାଗିଲା ଯେ, ଅନେକ କଥା ତ ମୋ ମୁଣ୍ଡ ଉପରେ ଦେଇ ଚାଲିଗଲା। ଆରେ, ସେସବୁ ବୁଝିବା ପାଇଁ ମୁଣ୍ଡରେ ବୁଦ୍ଧି ଥିବା ଦରକାର। ତୋର ତ ବୁଦ୍ଧି ନାହିଁ। ଅପା, ଦିବ୍ୟା, ତାକୁ ସେମିତି ଚିଡ଼ାନା। ହଁ ରୋମି, ଏବେ କହ ତ କୋଉ କଥା ତୋ ମୁଣ୍ଡ ଉପରେ ଦେଇ ଚାଲିଗଲା? ଗୋଟିଏ ହେଲେ ସିନା କହିବି। ପ୍ରୋଟନ୍ ପ୍ରୋଟନ୍ ସଂଯୋଜନ, ଅଙ୍ଗାରକାମ୍ଳ ସଂଯୋଜନ, ନିଅନ୍ ସଂଯୋଜନ, ଅମ୍ଳଜାନ ସଂଯୋଜନ, ଆହୁରି ପୁଣି କ'ଣ ସେଇଟା ସିଏନୋ ଚକ୍ର। ଏଠି ତ ଖାଲି ସଂଯୋଜନ ବୁଝିବା କଷ୍ଟ ଥିଲା, ସେଠି ପୁଣି କେତେ ରକମର ସଂଯୋଜନ। ଆରେ, ଏଥିରେ ବୁଝିବାର କ'ଣ ଅଛି? ତାରାର ସବୁ ଶକ୍ତି ତ ସଂଯୋଜନର ହିଁ ଆସିଥାଏ। ତୁ ଖାଲି ଏତିକି ବୁଝୁ, ଏତେ ପ୍ରକାରର ସଂଯୋଜନକୁ ତୁ ମୁଣ୍ଡରେ ପୁରାନା ତ। କାହିଁକି? ମୁଁ କାହିଁକି ବୁଝିବିନି? ଠିକ୍ ଅଛି। ଆମ କଲେଜର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ସୁମିତ୍ରା ମ୍ୟାଡ଼ାମ ଏ ବିଷୟରେ ତତେ ବହୁତ କଥା କହିପାରିବେ। ତାହେଲେ ଭାଇ, ଦିନେ ତାଙ୍କ ପାଖକୁ ଯିବା। କାଲି କଲେଜରେ ମୁଁ ତାଙ୍କ ସହ କଥା ହୋଇ ସମୟ ମାଗିବି। ଭାଇ, କାଲି କାହିଁକି? ଏବେ ଫୋନ୍ କରି ସମୟ ମାଗିନିଅ ନା। ହଉ, ମୁଁ ଏବେ କଥା ହେଇଯାଉଛି। କାଲି ଆମେ କଲେଜ ଯାଇ ବୁଝିଯିବା। ଆରେ, ତମମାନେ ଆସିଗଲ? ଯା ହଉ, ଠିକ୍ ସମୟରେ ଆସିଛ। ମୋର ଲଗାତାର 3ଟା ପିରିୟଡ଼ ଲିଜର ଅଛି। ନମସ୍କାର ମ୍ୟାଡାମ। ନମସ୍କାର। ନମସ୍କାର। ମୁଁ ମ୍ୟାଡାମ ଦିବ୍ୟା, 10ମ ଶ୍ରେଣୀରେ ପଢ଼େ। ଆଉ ଏ ମୋର ସାନ ଭଉଣୀ ରୋମି 8ମ ଶ୍ରେଣୀରେ ପଢ଼େ। ଆଚ୍ଛା ଆଚ୍ଛା, ହଉ ଠିକ୍ ଅଛି। ତମମାନେ ଆସ, ଏଇଠି ବସ। ମ୍ୟାଡ଼ାମ, ଆମେ ଗତକାଲି ପ୍ଲାନେଟୋରିୟମ୍ ଯାଇଥିଲୁ। ଆଚ୍ଛା, ସେଠି ସୂର୍ଯ୍ୟଙ୍କ ଉପରେ ଗୋଟିଏ ସିନେମା ଦେଖାଯାଉଥିଲା। ତା ପରଠାରୁ ରୋମି ଆଉ ଦିବ୍ୟା ମୋତେ ପ୍ରଶ୍ନ କରୁଛନ୍ତି ଯେ ସୂର୍ଯ୍ୟ ଦେହରେ ଶକ୍ତି କେଉଁଠୁ ଆସେ ଆଉ ସେ କାହିଁକି ଚକ୍ଚକ୍ କରେ। ବା ବଢ଼ିଆ କଥା ତ। ମୁଁ ସେମାନଙ୍କୁ ତାରାଙ୍କ ସଙ୍କୋଚନରୁ ଉତ୍ପନ୍ନ ହେଉଥିବା ଶକ୍ତି ଏବଂ ଉଦ୍ଯାନ ସଂଯୋଜନର ବିଷୟରେ କହିଥିଲି, କିନ୍ତୁ ସେମାନେ ବୁଝିପାରିଲେନି। ହଁ ମ୍ୟାଡାମ, ଭାଇ ତ କହିଥିଲେ ଯେ କୌଣସି ତାରାର ସୃଷ୍ଟିର ଆରମ୍ଭ ସମୟରେ, ଅର୍ଥାତ୍ ଆଦିତାରା ଅବସ୍ଥାରେ, ତାରାର ଉପର ପୃଷ୍ଠର ଚାପ ଫଳରେ କେନ୍ଦ୍ରରେ ତାପମାତ୍ରା ଏତେ ବଢ଼ିଯାଏ ଯେ ସେଠି ଉଦ୍ଯାନ ସଂଯୋଜନ ପାଇଁ ପରିସ୍ଥିତି ସୃଷ୍ଟି ହୁଏ। ଦିବ୍ୟା, ତମ ଭାଇ ତମକୁ ପୁରା ଠିକ୍ କହିଛନ୍ତି। ବହୁତ ବର୍ଷ ଆଗରୁ ଜିନ୍ ପେରିନ୍ ଏବଂ ଆର୍ଥର ଏଡିଂଟନ୍ ନାମକ 2 ଜଣ ବୈଜ୍ଞାନିକ, କ'ଣ କହିଲ ପିଲେ? ବୈଜ୍ଞାନିକମାନଙ୍କ ନାଁ କ'ଣ କହିଲ? ଜିନ୍ ପେରିନ୍ ଓ ଆର୍ଥର ଏଡିଂଟନ୍। ବାଃ, ଠିକ୍ ମନେ ରଖିଛ। ଏଥର ମନ ଦେଇ ଶୁଣ। ଏ 2 ବୈଜ୍ଞାନିକ ପରିକଳ୍ପନା କଲେ ଯେ ଉଦ୍ଯାନର 4ଟି ପରମାଣୁର ସଂଯୋଜନ ଫଳରେ ହିଲିୟମ୍ ସୃଷ୍ଟି ହେବାରୁ ସୂର୍ଯ୍ୟ ଦେହରେ ଶକ୍ତି ଉତ୍ପନ୍ନ ହେଇଥାଏ। କେମିତି ମ୍ୟାଡାମ? କାରଣ ସୂର୍ଯ୍ୟର ଗଠନରେ ଅଧିକାଂଶ ଭାଗ ଉଦ୍ଯାନ ଓ ହିଲିୟମ୍ ବାଷ୍ପ ହିଁ ରହିଛି। ଆଚ୍ଛା, ଏମିତି କଥା। କିନ୍ତୁ ପରେ ଅଧିକ ଗବେଷଣା ହେବା ପରେ ବୈଜ୍ଞାନିକମାନେ ମତ ଦେଲେ ଯେ ସୂର୍ଯ୍ୟରେ 4ଟି ପ୍ରୋଟନ୍ ସଂଯୋଜିତ ହେଇ ଗୋଟିଏ ଆଲଫା କଣିକା ସୃଷ୍ଟି କରେ ଏବଂ ଏହି ପ୍ରକ୍ରିୟାରୁ ଅପାର ଶକ୍ତି ଉତ୍ପନ୍ନ ହୁଏ। ଆଲଫା କଣିକା? ସେମାନଙ୍କ ମତରେ ସୂର୍ଯ୍ୟର କେନ୍ଦ୍ରର ତାପମାତ୍ରା ଏତେ ବେଶୀ ନୁହେଁ ଯେ ସେଠାରେ 4ଟି ପ୍ରୋଟନ୍ ସଂଯୋଜିତ ହେଇପାରିବ। ଆଚ୍ଛା, ବାପ୍ରେ ବାପ୍। ମ୍ୟାଡ଼ାମ, ହାନ୍ସ ବେଥେ ପୁଣି ସଠିକ୍ ପ୍ରକ୍ରିୟା ବିଷୟରେ ଧାରଣା ଦେଇଥିଲେ ନା? ହଁ, ହାନ୍ସ ବେଥେ ସଠିକ୍ ପ୍ରକ୍ରିୟା ବିଷୟରେ ହିଁ କହିଥିଲେ। ଫଳରେ ସବୁ ପ୍ରକାର ସନ୍ଦେହ ଦୂର ହେଇଯାଇଥିଲା। ଏଥିପାଇଁ ତାଙ୍କୁ ନୋବେଲ ପୁରସ୍କାର ବି ମିଳିଥିଲା ପିଲାମାନେ। ଆଚ୍ଛା ପିଲାମାନେ, ଆସ ଏଥର ଆମେ ଆମର ଲାବୋରେଟୋରୀ ଆଡ଼େ ଟିକେ ବୁଲି ଆସିବା। ଚାଲନ୍ତୁ ମ୍ୟାଡ଼ାମ। ହଁ, ଏଇ ଚାର୍ଟ ସବୁ ଦେଖ। ଏଥିରୁ ତମମାନେ ସବୁ ବୁଝିପାରିବ। ହଉ, ଠିକ୍ ଅଛି ମ୍ୟାଡାମ। ଏଇ ଦେଖ ରୋମି, ପ୍ରୋଟନ୍ ପ୍ରୋଟନ୍ ପ୍ରଥମ ଚକ୍ର, ପ୍ରୋଟନ୍ ପ୍ରୋଟନ୍ ଦ୍ୱିତୀୟ ଚକ୍ର, ଆଉ ଏଇ ଚାର୍ଟରେ ଦେଖ ପ୍ରୋଟନ୍ ପ୍ରୋଟନ୍ ତୃତୀୟ ଚକ୍ର। ଏଇ ଚାର୍ଟରେ ସିଏନଓ ଚକ୍ର ଲେଖା ଅଛି। ଆଚ୍ଛା, ଏସବୁ କ'ଣ ମ୍ୟାଡାମ? ଦିବ୍ୟା, ତାରା ଦେହରେ ଶକ୍ତି ଉତ୍ପନ୍ନ କରିବା ପାଇଁ ଯେଉଁ ଯେଉଁ ପଦାର୍ଥ ବ୍ୟବହାର କରାଯାଏ ସେସବୁ ପାଇଁ ଅଲଗା ଅଲଗା ଶକ୍ତିଚକ୍ର ଏଇ ଚାର୍ଟରେ ଦେଖାଯାଇଛି। ଆଉ ଏଥିରୁ ଗୋଟିଏ ହେଉଛି ପ୍ରୋଟନ୍ ପ୍ରୋଟନ୍ ଶକ୍ତିଚକ୍ର। ପ୍ରୋଟନ୍ ଯେଉଁ କଣିକା ପରମାଣୁର ନାଭିରେ ଥାଏ? ହଁ, ଠିକ୍ କହିଛ ରୋମି। କିନ୍ତୁ ଏଠି ଉଦ୍ଯାନର ସେହି ପରମାଣୁ ପାଇଁ ଆମେ ପ୍ରୋଟନ୍ ଶବ୍ଦ ବ୍ୟବହାର କରୁଛୁ ଯାହାର ଇଲେକ୍ଟ୍ରନ୍ ବାହାରି ଯାଇଛି। କାହିଁକି ମ୍ୟାଡାମ? ଗୋଟିଏ ଉଦ୍ଯାନ ପରମାଣୁରେ କ'ଣ କ'ଣ ଥାଏ କହିଲ?
ଗୋଟିଏ ପ୍ରୋଟନ୍ ଏବଂ ଗୋଟିଏ ଇଲେକ୍ଟ୍ରନ୍ ଥାଏ। ଆଉ ଏଥିରୁ ଇଲେକ୍ଟ୍ରନ୍ ବାହାରିଗଲେ କେବଳ ପ୍ରୋଟନ୍ ହିଁ ରହିଲା। ଅର୍ଥାତ୍ ଉର୍ଜାନୟନ। ମନେ ରଖ, ଯେଉଁ ତାରା ସୂର୍ଯ୍ୟ ଆକାରର ବା ତାଠାରୁ ସାନ, ସେଥିରେ ଶକ୍ତିର ମୁଖ୍ୟ ସ୍ରୋତ ଏହି ପ୍ରୋଟନ୍ ପ୍ରୋଟନ୍ ଚକ୍ର। ଆଉ ଯେଉଁ ତାରା ସୂର୍ଯ୍ୟଠାରୁ 1000 ଲକ୍ଷ ଗୁଣ ବଡ଼ ହୋଇଥାଏ, ସେଥିରେ ଶକ୍ତି ସିଏନୋ ଚକ୍ର ଦ୍ୱାରା ଉତ୍ପନ୍ନ ହୁଏ। କିନ୍ତୁ ଏଠି ଚାର୍ଟରେ ତ ପ୍ରୋଟନ୍ ପ୍ରୋଟନ୍ ଚକ୍ର 3 ପ୍ରକାରରେ ଦେଖାଯାଇଛି। ଦିବ୍ୟା, ତମେ ଠିକ୍ କହିଛ। ଏମିତିରେ ତ ସୂର୍ଯ୍ୟ ଭଳି ତାରାରେ 3 ପ୍ରକାରର ପ୍ରୋଟନ୍ ପ୍ରୋଟନ୍ ଚକ୍ରରୁ ଶକ୍ତି ଉତ୍ପନ୍ନ ହୁଏ। କିନ୍ତୁ ସବୁ ତାରାରେ ଏହି 3 ପ୍ରକାରର ପ୍ରୋଟନ୍ ପ୍ରୋଟନ୍ ଚକ୍ର ଭିତରୁ ଯେକୌଣସି ଗୋଟିଏ ଚକ୍ର ହିଁ ମୁଖ୍ୟତଃ ଶକ୍ତି ଉତ୍ପନ୍ନ ପାଇଁ ଦାୟୀ। କେମିତି ମ୍ୟାଡାମ୍? ଶୁଣ, ଯେଉଁ ତାରାର କେନ୍ଦ୍ରର ତାପମାତ୍ରା 1 ରୁ 1.5 କୋଟି ସେଲସିୟସ୍ ହେଇଥାଏ, ସେଥିରେ ପ୍ରଥମ ପ୍ରୋଟନ୍ ପ୍ରୋଟନ୍ ଚକ୍ର ଅର୍ଥାତ୍ ପିପି ଚେନ୍ ମୁଖ୍ୟତଃ ଶକ୍ତି ଉତ୍ପାଦନ କରାଏ। କେମିତି ମ୍ୟାଡାମ୍? ଏହି ତାପମାତ୍ରାରେ 2 ପ୍ରୋଟନ୍ ଅର୍ଥାତ୍ ସେଇ 2 ଉଜ୍ଜାନ ଆୟନ ନିଜ ନିଜ ଭିତରେ ସଂଯୋଜିତ ହେଇ ଡ୍ୟୁଟୋରିୟମ୍ର ଗୋଟିଏ ପରମାଣୁ ସୃଷ୍ଟି କରେ। ଡ୍ୟୁଟୋରିୟମ୍ ତ ତମମାନେ ଜାଣିଛ। ହଁ, ଆମ 9ମ ଶ୍ରେଣୀ ବିଜ୍ଞାନ ବହିରେ ପଢ଼ା ହୋଇଛି। ଉଜ୍ଜାନର ଗୋଟିଏ ସମସ୍ଥାନିକ ଯେଉଁଥିରେ ଗୋଟିଏ ପ୍ରୋଟନ୍ ଏବଂ ଗୋଟିଏ ନ୍ୟୁଟ୍ରନ୍ ଥାଏ। ବାଃ, ଠିକ୍ ମନେ ରଖିଛ। ନ୍ୟୁଟ୍ରନ୍ର ଓଜନ ପ୍ରୋଟନ୍ ଠାରୁ କମ୍ ହୁଏ। ହଁ, ଏକଥା ବି ଜାଣିଛି। ଅର୍ଥାତ୍ ଗୋଟିଏ ନ୍ୟୁଟ୍ରନ୍ ଆଉ ଗୋଟିଏ ପ୍ରୋଟନ୍ ଯେଉଁଥିରେ ଡ୍ୟୁଟେରିୟମ୍ ଆୟନ ସୃଷ୍ଟି ହୁଏ, ତାହାର ଓଜନ ସେଇ 2ଟି ପ୍ରୋଟନ୍ ଠାରୁ କମ୍ ହେବ, ଯେଉଁଥିରୁ ସମସ୍ଥାନିକ ଆୟନ ସୃଷ୍ଟି। ତେବେ ସେଥିପାଇଁ ସେ ପ୍ରକ୍ରିୟାରେ ଗୋଟିଏ ନ୍ୟୁଟ୍ରନ୍ ଏବଂ ଗୋଟିଏ ପଜିଟ୍ରନ୍ ସୃଷ୍ଟି ହୁଏ। ପଜିଟ୍ରନ୍ ତ ତମମାନେ ଜାଣିଛ। ହଁ ମ୍ୟାଡାମ୍, ଓଜନରେ ଇଲେକ୍ଟ୍ରନ୍ ସହ ସମାନ, କିନ୍ତୁ ଏହା ଧନାତ୍ମକ ବା ପଜିଟିଭ୍। ହଁ, ଏଇ ପଜିଟ୍ରନ୍ ସାଙ୍ଗେ ସାଙ୍ଗେ ଇଲେକ୍ଟ୍ରନ୍ ସହ କ୍ରିୟା କରେ, ଫଳରେ ଆହୁରି ଶକ୍ତି ଉତ୍ପନ୍ନ ହୁଏ। ଏହି ପ୍ରକ୍ରିୟାରେ ପ୍ରାୟ 10 କୋଟି ବର୍ଷ ଲାଗେ। 10 କୋଟି ବର୍ଷ? କିନ୍ତୁ ସୃଷ୍ଟି ହେବାର ପର ମୁହୂର୍ତ୍ତରେ ଏହି ଡ୍ୟୁଟେରିୟମ୍ ଆୟନ ଗୋଟିଏ ପ୍ରୋଟନ୍ ସହ ମିଶି ହିଲିୟମ୍ 3ର ପରମାଣୁ ତିଆରି କରେ। ହିଲିୟମ୍ 3? ହଁ, ଏହା ହିଲିୟମ୍ର ଗୋଟିଏ ସମସ୍ଥାନିକ। ଏଥିରେ 2ଟି ପ୍ରୋଟନ୍ ଏବଂ ଗୋଟିଏ ନ୍ୟୁଟ୍ରନ୍ ଥାଏ। ଆରେ ବାଃ, ମଜା କଥା ତ। ଅର୍ଥାତ୍ ଉଜ୍ଜାନ ଆୟନ ଶେଷରେ ହିଲିୟମ୍ ପରମାଣୁରେ ବଦଳିଯାଏ। ଆଚ୍ଛା ରୋମି, ତମେ କ'ଣ ବୁଝିଲ କହିଲ? ମୁଁ ବୁଝିଲି ଯେ 10 କୋଟି ବର୍ଷରେ 2ଟି ଉଜ୍ଜାନୟନ ମିଶି ଡ୍ୟୁଟେରିୟମ୍ ସୃଷ୍ଟି କରନ୍ତି। ଠିକ୍ ତା ପର ମୁହୂର୍ତ୍ତରେ ଡ୍ୟୁଟେରିୟମ୍ ଉଜ୍ଜାନୟନ ମିଶି ହିଲିୟମ୍ 3ର ପରମାଣୁ ତିଆରି କରେ। ତାପର 10 ଲକ୍ଷ ବର୍ଷରେ 2ଟି ହିଲିୟମ୍ 3 ମିଶି ଗୋଟିଏ ହିଲିୟମ୍ 4 ପରମାଣୁ ତିଆରି କରେ ଏବଂ ଏହି ପ୍ରକ୍ରିୟାରେ ପ୍ରଚୁର ଶକ୍ତି ଉତ୍ପନ୍ନ ହୁଏ। ବାଃ, ବଢ଼ିଆ ତ। ଆମ ସୂର୍ଯ୍ୟ ଦେହରେ ମୁଖ୍ୟତଃ ଏହି ପ୍ରକ୍ରିୟା ଦ୍ୱାରା ଶକ୍ତି ଉତ୍ପନ୍ନ ହୁଏ। ଅର୍ଥାତ୍ ପ୍ରୋଟନ୍ ପ୍ରୋଟନ୍ ଚକ୍ର ବା ଚେନ୍ 1ରୁ। ପ୍ରୋଟନ୍ ପ୍ରୋଟନ୍ ଚକ୍ର ବା ପିପି ଚେନ୍ 2 ଏବଂ 3ର ଅର୍ଥ କ'ଣ? ରୋମି, ଯେଉଁ ତାରାର କେନ୍ଦ୍ରର ତାପମାତ୍ରା 1.4ରୁ 2.3 କୋଟି ଡିଗ୍ରୀ ହେଇଥାଏ, ସେଥିରେ ମୁଖ୍ୟତଃ ପ୍ରୋଟନ୍ ପ୍ରୋଟନ୍ ଚକ୍ର 2ରୁ ଶକ୍ତି ଉତ୍ପନ୍ନ ହୁଏ। ଆଉ ପ୍ରୋଟନ୍ ଚକ୍ର ବା ଚେନ୍ 3 ସେ କ'ଣ? ଯେଉଁ ତାରାର କେନ୍ଦ୍ରର ତାପମାତ୍ରା 2.3 କୋଟିରୁ ଅଧିକ ହୁଏ, ସେଠାରେ ପିପି ଚକ୍ର ବା ଚେନ୍ 3 ହିଁ ଉତ୍ପାଦନର ମୁଖ୍ୟ ସ୍ରୋତ ହୁଏ। ଏଥିରେ କେନ୍ଦ୍ରରେ ଲିଥିୟମ୍, ବେରିଲିୟମ୍, ବୋରୋନ୍ ଭଳି ଓଜନିଆ ପଦାର୍ଥ ସଂଯୋଜିତ ହୁଏ। ବାଃ, ବଢ଼ିଆ କଥା ତ। ହଁ, ମନେ ରଖ ପିଲେ, ସବୁ ପ୍ରୋଟନ୍ ପ୍ରୋଟନ୍ ଚେନ୍ ପ୍ରକ୍ରିୟାର ଶେଷରେ ହିଲିୟମ୍ 4ର ପରମାଣୁ ହିଁ ସୃଷ୍ଟି ହୁଏ। ଏହି ଶେଷ ପାଦରେ ହିଁ ସବୁଠାରୁ ଅଧିକ ଶକ୍ତି ଉତ୍ପନ୍ନ ହେଇଥାଏ। ତା ମାନେ ଉଜ୍ଜାନୟନ ହିଲିୟମ୍ରେ ପରିବର୍ତ୍ତନ ହେବା ଫଳରେ ହିଁ ଶକ୍ତି ଉତ୍ପନ୍ନ ହୁଏ। ହଁ ରୋମି, ତମେ ପୁରାପୁରି ଠିକ୍ କହିଛ। ଆଉ ମ୍ୟାଡାମ୍, ସିଏନୋ ଚକ୍ର ସେଇଟା କ'ଣ ଯାହା ଚାର୍ଟରେ ଅଛି? ଦିବ୍ୟା, ସି ଅର୍ଥ କାର୍ବନ ବା ଅଙ୍ଗାର, ଏନ୍ ଅର୍ଥ ନାଇଟ୍ରୋଜେନ୍ ବା ଯବକ୍ଷାରଜାନ, ଆଉ ଓ ଅର୍ଥ ଅମ୍ଳଜାନ ବା ଅକ୍ସିଜେନ୍। ମ୍ୟାଡାମ୍, ଆରେ ବା, ପୁରାପୁରି ଠିକ୍। ଏଥିରେ ବି ଉଜ୍ଜାନ ଆୟନ ସଂଯୋଜିତ ହେଇ ହିଲିୟମ୍ 4 ହିଁ ସୃଷ୍ଟି ହୁଏ। ଏହି ପ୍ରକ୍ରିୟା ଆମ ସୂର୍ଯ୍ୟଠାରୁ 1000 ଲକ୍ଷ ଗୁଣ ବଡ଼ ତାରାମାନଙ୍କରେ ଶକ୍ତିର ଗୋଟେ ବଡ଼ ଉତ୍ସ ହେଇଥାଏ। ମ୍ୟାଡାମ୍, କେବେ ତ ଏଭଳି ସମୟ ଆସୁଥିବ ଯେତେବେଳେ କୌଣସି ତାରାର ଉଜ୍ଜାନ
ଏବଂ ହିଲିୟମର ଇନ୍ଧନ ସରିଯାଉଥିବ। ସେମିତି ସମୟ ଆସେ, କିନ୍ତୁ ଏଥିପାଇଁ କୋଟି କୋଟି ବର୍ଷ ଲାଗିଯାଏ। କିନ୍ତୁ ପ୍ରତି ତାରା ପାଇଁ ଏଭଳି ସମୟ ତ ନିଶ୍ଚୟ ଆସେ। ତାପରେ କ'ଣ ହୁଏ ମ୍ୟାଡମ୍? କୌଣସି ତାରାର ଉଜାନ ଇନ୍ଧନ ସରିଯାଏ, ଆଉ ଯଦି ସେ ତାରା ବହୁତ ବଡ଼ ହେଇଥାଏ, ତାର ଓଜନ ଯୋଗୁଁ ସେ ସଙ୍କୁଚିତ ହେବା ଆରମ୍ଭ ହେଇଯାଏ। ଫଳରେ କେନ୍ଦ୍ରର ବାଷ୍ପ ଉପରେ ଚାପ ପଡ଼ିବାରୁ ସେଠିକାର ତାପମାତ୍ରା ବଢ଼ିବାକୁ ଲାଗେ। ଆରେ ବା ରୋମି, ତମେ କେମିତି ଜାଣିଲ? ଭାଇ କହିଥିଲେ ମ୍ୟାଡମ୍। ଆଚ୍ଛା ମ୍ୟାଡାମ୍, ଏବେ ଯାଏ ଆପଣ ଯେତେ କଥା କହିଲେଣି, ମନେ ହେଉଛି ଯେ ତାରାରେ ସବୁ ଶକ୍ତି କେବଳ କେନ୍ଦ୍ରରେ ହିଁ ଉତ୍ପନ୍ନ ହୁଏ। ତାହେଲେ କେନ୍ଦ୍ରରୁ ଏ ଶକ୍ତି ବାହାରେ ଯାଇ କେମିତି ଆସେ? ବାଃ, ବଢ଼ିଆ ପ୍ରଶ୍ନ ପଚାରିଲ ଦିବ୍ୟା। କୁହନ୍ତୁ ନା ମ୍ୟାଡାମ୍ ଟିକେ। ତମେ ଜାଣିଛ କି ଶକ୍ତି କେତେ ପ୍ରକାରରେ ଯାଇପାରେ? ମୁଁ କହିବି ମ୍ୟାଡମ୍। କୁହ। ପରିବହନ ବା କଣ୍ଡକ୍ସନ୍, ପରିଚାଳନ ବା କନଭେକ୍ସନ୍ ଏବଂ ବିକିରଣ ବା ରେଡିଏସନ୍। ଆରେ ବା, ଏକଦମ ଠିକ୍ କହିଛ ରୋମି। ତାରାରେ ଶକ୍ତି ବିକିରଣ ଦ୍ୱାରା ହିଁ ଯାଏ। ହଁ, ସେଠି ଏତେ ତାପମାତ୍ରା ଯୋଗୁଁ ତାରାରେ ଧାତୁ ବା ତରଳ ପଦାର୍ଥ ତ ନଥାଏ। ସେଥିପାଇଁ ତାରାର କେନ୍ଦ୍ରରୁ ପୃଷ୍ଠ ଯାଏଁ ଶକ୍ତି ବିକିରଣ ଦ୍ୱାରା ବା ଫୋଟନ୍ ରୂପରେ ଗତି କରେ। ଆଉ ଫୋଟନ୍ ସାହାଯ୍ୟରେ ଏହି ଶକ୍ତି ତାରାରୁ ଆମ ପାଖରେ ପହଞ୍ଚେ, ବିଶେଷ କରି ସୂର୍ଯ୍ୟଠାରୁ ଆମ ପାଖରେ। ଆଉ ଆମ ରୋମିକୁ ନା ଶୀତ ଦିନେ ଥଣ୍ଡାରେ କମ୍ପିବାରୁ ରକ୍ଷା କରେ। ସେଇଥିପାଇଁ ସେ ସକାଳୁ ସକାଳୁ ଛାତ ଉପରେ ଯାଇ ଖରାରେ ବସେ। ଆରେ ବା, ବଢ଼ିଆ କଥା ତ। ଜାଣିଲ ତ ସୂର୍ଯ୍ୟଙ୍କ ପାଖରୁ ଶକ୍ତି କୋଉଠୁ ଆସେ? ହଁ ମ୍ୟାଡାମ୍। ତମମାନେ ଆଉ ଦିନେ ଭାଇ ସାଙ୍ଗରେ ଆସିଲେ ମୁଁ ସୂର୍ଯ୍ୟଙ୍କ ବିଷୟରେ ଆହୁରି କେତେ କଥା କହିବି। ହଁ ମ୍ୟାଡାମ୍, ଆମେ ନିଶ୍ଚୟ ଆସିବୁ। ବହୁତ ଭଲ ଲାଗୁଛି ଶୁଣିବା ପାଇଁ, ଆଉ ଏ ଲାବୋରେଟୋରୀରେ ବୁଲିବା ପାଇଁ। ଠିକ୍ ଅଛି, ଏଥର ଯିବା, ମୋର କ୍ଲାସ୍ ଅଛି। ନମସ୍କାର ମ୍ୟାଡାମ୍। ନମସ୍କାର। ମନ ଦେଇ ପାଠ ପଢ଼ିବ ହେଲା। ହଁ ଆଜ୍ଞା।